ନମସ୍କାର, ଜୟ ଜଗନ୍ନାଥ। ଆପଣମାନଙ୍କୁ ପୁଣି ଥରେ ମୋ ଚ୍ୟାନେଲରେ ସ୍ୱାଗତ ଜଣାଉଛି। ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଟଙ୍କାର ଅତ୍ୟନ୍ତ ଆବଶ୍ୟକତା ରହିଥାଏ। କାରଣ ଜୀବନ ବଞ୍ଚିବା ପାଇଁ ଏହା ନିତ୍ୟ ଆବଶ୍ୟକୀୟ ଜିନିଷ ଅଟେ। ପୁଣି ଯେଉଁ ଘରେ ମହିଳାମାନଙ୍କୁ ସମ୍ମାନ କରାଯାଏ ଏବଂ ଯେଉଁ ଘରେ ସଂସ୍କାର ଥାଏ, ସେହି ଘରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଘର ପାଇଁ ଉପଯୁକ୍ତ ବାସ୍ତୁ ରହିବା ନିହାତି ଜରୁରୀ ଅଟେ। କାରଣ ବାସ୍ତୁ ଦୋଷ ଦୁର୍ବଳ ହେଲେ ଘରେ ନାନା ପ୍ରକାରର ସମସ୍ୟା ଦେଖା ଦେଇଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ ଦ୍ୱାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଏହି ମୁଖ୍ୟ ଦ୍ୱାର ଦେଇ ହିଁ ନକାରାତ୍ମକ କିମ୍ବା ସକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିଥାଏ ବା ବାହାରକୁ ଆସିଥାଏ। ତେଣୁ ଏହି ମୁଖ୍ୟ ଦ୍ୱାର ନିର୍ମାଣ ଠାରୁ ଏହାକୁ ପରିଚାଳିତ କରିବା ପର୍ଯ୍ୟନ୍ତ ସବୁକିଛି କାମ ଗୁରୁତ୍ୱପୂର୍ଣ୍ଣ ଅଟେ। ଘରର ମୁଖ୍ୟ ଦ୍ୱାର ସାମ୍ନାରେ କୌଣସି ବଡ଼ ଗଛ କିମ୍ବା ଖମ୍ବ ରହିବା ଉଚିତ ନୁହେଁ। ଘରର ବାହାର ଗେଟ୍ରେ ଏକ ସ୍ୱସ୍ତିକ ଚିହ୍ନ ବନାଇ ପାରିବେ। ଘରର ବାସ୍ତୁକୁ ଠିକ୍ ରଖିବା ପାଇଁ ଘରର ଆଖପାଖରେ ତୁଳସୀ ଗଛ ନିହାତି ଲଗାଇବା ଉଚିତ। ଏହା ଦ୍ୱାରା କୌଣସି ପ୍ରକାରର ନକାରାତ୍ମକ ଶକ୍ତି ଘର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ। ଘରର ମୁଖ୍ୟ ଦ୍ୱାର ଭୁଲରେ ବି ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ। ମାତ୍ର ପରିସ୍ଥିତି ଖରାପ ଥିଲେ ପଞ୍ଚମୁଖୀ ବାଲାଜୀଙ୍କ ଫଟୋ ଲଗାଇ ଦିଅନ୍ତୁ। ମୁଖ୍ୟ ଦ୍ୱାରକୁ ସବୁବେଳେ ସଫାସୁତୁରା ରଖିବା ଆବଶ୍ୟକ। ଘରର ମୁଖ୍ୟ ଦ୍ୱାର ସାମ୍ନାରେ ସର୍ବଦା ରଙ୍ଗୀନ ଗଛ ଏବଂ ଫୁଲରେ ସଜାଇ ରଖିବା ଉଚିତ। ଏହା ଦ୍ୱାରା ଘରର ବାସ୍ତୁ ଦୋଷ ଦୃଢ଼ ହୋଇଥାଏ। ଘରର ମୁଖ୍ୟ ଦ୍ୱାର ଏବଂ ଅନ୍ୟ ସମସ୍ତ ଦ୍ୱାର ଏବଂ କବାଟ ଠାରୁ ବଡ଼ ହେବା ଉଚିତ। ଏହାର ଦୁଇ ପାର୍ଶ୍ୱ ରହିବା ଉଚିତ। ଏହା ଦ୍ୱାରା ଆର୍ଥିକ ସ୍ଥିତି ସହିତ ସକାରାତ୍ମକତା ବଜାୟ ରହିଥାଏ। ଘରର ଦ୍ୱାର ପାଖରେ ନେମ୍ ପ୍ଲେଟ୍ ଲଗାଇଲେ ସମୃଦ୍ଧି ଦେଖା ଦେଇଥାଏ। ଘରର ମୁଖ୍ୟ ଦ୍ୱାରର କବାଟ ସର୍ବଦା ଭିତର ଦିଗକୁ ଖୋଲିବା ଉଚିତ। ସୁବର୍ଣ୍ଣ ରଙ୍ଗ ଶୁଭ ହୋଇଥାଏ, ତେଣୁ ସୁନା ରଙ୍ଗର ଜିନିଷ ଆଣି ଘରେ ରଖିପାରିବେ। ଘରର ମହତ୍ତ୍ୱପୂର୍ଣ୍ଣ କୋଠରୀ ରୋଷେଇ ଘରକୁ ସର୍ବଦା ଅବ୍ୟବସ୍ଥିତ ଏବଂ ସଫାସୁତୁରା ରଖିବା ଉଚିତ। ଘରେ କେବେ ବି ବାସନ କୁସନର ଶବ୍ଦ ଶୁଭିବା ଉଚିତ ନୁହେଁ। ଏହା ନକାରାତ୍ମକତା ସୃଷ୍ଟି କରିଥାଏ। ଏହା ଦ୍ୱାରା ଘରେ ବାଦ ବିବାଦ ଏବଂ କଳହ ସୃଷ୍ଟି ହୋଇଥାଏ। ଘରର ପ୍ରତ୍ୟେକ ରୁମରେ ଝରକା ରଖନ୍ତୁ, ଯେମିତି ବାୟୁ ବାହାର ଭିତର ଯାଇପାରୁଥିବ। ଘରେ ଯଦି କୌଣସି ଭଙ୍ଗା ଟ୍ୟାପରୁ ଅନାବଶ୍ୟକ ପାଣି ନଷ୍ଟ ହେଉଛି, ତେବେ ତାହାକୁ ତୁରନ୍ତ ସଜାଡ଼ି ଦିଅନ୍ତୁ। ଘରକୁ ସର୍ବଦା ଆଲୋକିତ କରି ରଖନ୍ତୁ। ଘରକୁ ସ୍ୱଚ୍ଛ ଏବଂ ସର୍ବଦା ସଜାଇ ରଖନ୍ତୁ। ଘରର ମୁଖ୍ୟ ଦ୍ୱାରରେ ଡୋରମେଟ୍ ରଖିବା ଉଚିତ। ଏହା ଏକାଧିକ ବାସ୍ତୁ ସମସ୍ୟାର ସମାଧାନ ହୋଇଥାଏ। ଏହା ଦ୍ୱାରା ପରିବାରରେ ସମସ୍ତଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହୋଇଥାଏ। କିନ୍ତୁ ଡୋରମେଟ୍ ଚିରି ଯାଇଥିଲେ କିମ୍ବା ନଷ୍ଟ ହୋଇଯାଇଥିଲେ ତାହାକୁ ବଦଳାଇ ଦିଅନ୍ତୁ। ଘରର ମୁଖ୍ୟ ଦ୍ୱାର ପାଖରେ ଥିବା ଡୋରମେଟ୍ ତଳେ ଅଳ୍ପ ଫିଟିକିରି ରଖିଲେ ତାହା ଭଲ ହୋଇଥାଏ। ଏହାକୁ ରଖିବା ଦ୍ୱାରା ଘରେ ଲକ୍ଷ୍ମୀ ମାତାଙ୍କର ବାସ ହୋଇଥାଏ। ଏବେ ଆସନ୍ତୁ ଜାଣିବା ମୃତ୍ୟୁ ପରେ ଆତ୍ମା କେଉଁ ନଦୀ ଦେଇ ଯାତ୍ରା କରିଥାଏ। ହିନ୍ଦୁ ଧର୍ମର ପ୍ରାଚୀନ ଗ୍ରନ୍ଥ ମଧ୍ୟରେ ଗରୁଡ଼ ପୁରାଣ, ଯେଉଁଥିରେ ଭଗବାନ ବିଷ୍ଣୁ ଗରୁଡ଼ଙ୍କୁ ଜନ୍ମ ମୃତ୍ୟୁ ରହସ୍ୟ ବିଷୟରେ କହିଛନ୍ତି। ଯେମିତିକି ମନୁଷ୍ୟର ମୃତ୍ୟୁ ପରେ ଆତ୍ମା କେଉଁଠି ରହିଥାଏ, କେଉଁ ସ୍ଥାନ ଦେଇ ଆତ୍ମାକୁ ଯିବାକୁ ପଡ଼ିଥାଏ। ଭଗବାନ ବିଷ୍ଣୁଙ୍କ କହିବା ଅନୁଯାୟୀ ମୃତ୍ୟୁ ପରେ ଆତ୍ମାକୁ ନର୍କକୁ ଯିବା ରାସ୍ତାରେ ଦୁଇଟି ନଦୀ ପାର ହେବାକୁ ପଡ଼ିଥାଏ। ସେଗୁଡ଼ିକ ହେଉଛି ବୈତରଣୀ ନଦୀ ଏବଂ କୁଶଭଦ୍ରା ନଦୀ। ମୃତ୍ୟୁ ପରେ ନର୍କରେ ଆତ୍ମାକୁ 12 ଲକ୍ଷ କିଲୋମିଟର ପାଦରେ ଚାଲି ଚାଲି ଯିବାକୁ ପଡ଼ିଥାଏ। ଦୁଇଟି ନଦୀ ମଧ୍ୟରୁ ବୈତରଣୀ ଖୁବ୍ ବିପଦପୂର୍ଣ୍ଣ ହୋଇଥାଏ। କିନ୍ତୁ କୁଶଭଦ୍ରାରେ
ଆତ୍ମାକୁ ମୋକ୍ଷ ପ୍ରାପ୍ତ ହୋଇଥାଏ। ଗରୁଡ଼ ପୁରାଣ ଅନୁଯାୟୀ ମୃତ୍ୟୁ ହୋଇଥିବା ପରେ ଆତ୍ମାକୁ ନର୍କରେ ଅନେକ ନଗର ଦେଇ ଯିବାକୁ ପଡ଼ିଥାଏ। ସେଥିମଧ୍ୟରୁ ବିଚିତ୍ର ନଗର ପାଖରେ ବୈତରଣୀ ନଦୀ ପ୍ରବାହିତ ହୋଇଥାଏ। ସେଥିରେ ସୁନାର ନୌକାରେ ମଲ୍ଲାର ବସିଥାନ୍ତି, ଯେଉଁମାନେ ନଦୀରେ ପଡ଼ିଯାଇଥିବା ବ୍ୟକ୍ତିଙ୍କୁ ଗାଈର ସେବା କରିଥିଲେ ନୌକାରେ ବସାନ୍ତି, ନଚେତ୍ ନଦୀକୁ ଠେଲି ନିଅନ୍ତି। ମୃତ୍ୟୁ ପରେ ପାପୀମାନଙ୍କୁ ଦେଖି ହିଁ ଏହି ବୈତରଣୀ ନଦୀ ନିଜର ବିକଟାଳ ରୂପ ଧାରଣ କରିଥାଏ। ତାହା ଦୁର୍ଗନ୍ଧରେ ମଧ୍ୟ ପୂର୍ଣ୍ଣ ହୋଇଥାଏ। ପାପୀକୁ ଏହି ନଦୀରେ ଯମଦୂତମାନେ ଧକ୍କା ଦେବା ମାତ୍ରେ ହିଁ ତାହା ଗରମ ତେଲ ଭଳି ଫୁଟିବା ଆରମ୍ଭ କରିଥାଏ। ସେଥିରେ ଭୟଙ୍କର ଘଡ଼ିଆଳ କୁମ୍ଭୀର ଭଳି ଜୀବ ରହିଥାଏ। ସେହି ସମୟରେ ବ୍ୟକ୍ତି ମୁହଁରୁ ଯେତେ ପୂର୍ବପୁରୁଷଙ୍କ ନାମ ମୁହଁରୁ ବାହାରିଲେ ବି ସୁଦ୍ଧା କେହି ବି ରକ୍ଷା କରିବାକୁ ଆସନ୍ତି ନାହିଁ। ପୁଣି ଉପରେ ସୂର୍ଯ୍ୟଙ୍କର ପ୍ରଖର କିରଣ କାରଣରୁ ହନ୍ତସନ୍ତ ହୋଇ ଜଳରେ ବୁଡ଼ିଯାଆନ୍ତି। ସେଥିରେ ମଧ୍ୟ ରକ୍ଷା ପାଆନ୍ତି ନାହିଁ। କିନ୍ତୁ କିଛି ଆତ୍ମା ଏପରି ଅଛନ୍ତି, ଯେଉଁମାନେ ଏହି ନଦୀରେ ପଡ଼ିବା ମାତ୍ରେ ତୃପ୍ତ ହୁଅନ୍ତି ଏବଂ ଗାଈ ସ୍ନାନ କରିଥିଲେ ନୌକାରେ ବସି ଆରାମରେ ନଦୀ ପାର ହୁଅନ୍ତି। ଯେଉଁ ବ୍ୟକ୍ତି ନିଜ ଗୁରୁଜନ ବାପା ମାଙ୍କ ନିନ୍ଦା, ଯେଉଁ ବ୍ୟକ୍ତି ନିଜର ସୁଶୀଳ ସ୍ତ୍ରୀର ପରିତ୍ୟାଗ ଏବଂ ଯେଉଁ ବ୍ୟକ୍ତି ହତ୍ୟା କରିଥାଏ, ସେହି ବ୍ୟକ୍ତି ବୈତରଣୀ ନଦୀରେ କଷ୍ଟ ଭୋଗିଥାଏ। ଯେଉଁ ବ୍ୟକ୍ତିମାନେ ଭଲ କର୍ମ କରିଥାନ୍ତି ଏବଂ ଜୀବିତ ଥିବା ସମୟରେ ନିଜର ପିତୃପୁରୁଷଙ୍କୁ ପିଣ୍ଡ ଦିଅନ୍ତି, ସେମାନଙ୍କ ବୈତରଣୀ ଯାତ୍ରା ସୁନାର ନୌକାରେ ହୋଇଥାଏ। ଅନ୍ୟକୁ କଷ୍ଟ ଦେଇଥିବା, ଅନ୍ୟାୟ କରିଥିବା, ମିଥ୍ୟା ବଚନ କହିଥିବା ଏବଂ ପିତୃଙ୍କୁ ଅପମାନ କରିଥିବା ବ୍ୟକ୍ତିଙ୍କୁ ରାକ୍ଷସ ବୈତରଣୀରେ ବୁଡ଼ାଇଥାଏ। ଏହା ବ୍ୟତୀତ ଯେଉଁ ପୁରୁଷ ପର ସ୍ତ୍ରୀ ସହିତ ଖରାପ ସମ୍ପର୍କ ରଖେ, ଛୋଟ ପିଲାଙ୍କ ସହିତ ବ୍ୟଭିଚାର, ମାଂସ ଭକ୍ଷଣ କରିଥାଏ ଏବଂ ଗାଈକୁ କଷ୍ଟ ଦେଇଥାଏ, ସେ ମଧ୍ୟ ବୈତରଣୀ ନଦୀରେ ପଡ଼ିଥାଏ। କିନ୍ତୁ ଯେଉଁ ବ୍ୟକ୍ତିର ପାପ ପୁଣ୍ୟ ବିଷୟରେ କିଛି ଲେଖା ନଥାଏ, ସେହି ବ୍ୟକ୍ତିକୁ କଣ୍ଟାରେ ଫସାଇ ଯମରାଜ ଘୋଷାରି ଘୋଷାରି ତାକୁ ନେଇ ଯାଆନ୍ତି। ସେଥିପାଇଁ ହିନ୍ଦୁ ଧର୍ମରେ ଗାଈର ଦାନ ଏବଂ ସେବାର ମହତ୍ତ୍ୱ ସମ୍ପର୍କରେ କୁହାଯାଇଛି। 18 ଦିନ ପରେ ଆତ୍ମା କୁଶଭଦ୍ରା ନଦୀରେ ପହଞ୍ଚିଥାଏ। ସେଇଠି ଥିବା ବରଗଛ ତଳେ ଆତ୍ମା ବିଶ୍ରାମ କରନ୍ତି। ମାତ୍ର ପାପୀ ବ୍ୟକ୍ତିଙ୍କୁ ବିଶ୍ରାମ କରିବାକୁ ଦିଆଯାଏ ନାହିଁ। ଭିଡ଼ିଓଟି ଯଦି ଆପଣମାନଙ୍କୁ ପସନ୍ଦ ଆସିଥାଏ, ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିବା ସହିତ ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରିଦିଅନ୍ତୁ। ରହୁଛି। ନମସ୍କାର। ଜୟ ଜଗନ୍ନାଥ।